କ୍ୟାଡର ରୁଲ୍ର ବ୍ୟବସ୍ଥା ରହିଛି ଯେ ପ୍ରତିବର୍ଷ ସରକାର ଗ୍ରେଡେସନ୍ ଲିଷ୍ଟ ତିଆରି କରିବେ, କିନ୍ତୁ 2000 ମସିହାରେ ଗ୍ରେଡେସନ୍ ଲିଷ୍ଟ ତିଆରି ହୋଇଥିଲା, ତାପରେ 23ରେ ହୋଇନାହିଁ କି 24ରେ ହୋଇନାହିଁ। କିନ୍ତୁ ବର୍ତ୍ତମାନ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି 1073 ସିନିୟର SS ହେଡ଼ମାଷ୍ଟର ପୋଷ୍ଟକୁ ପ୍ରମୋସନ୍ ଦିଆଯିବ। କିନ୍ତୁ ଦୁଃଖର ବିଷୟ ଯେ ସେଥିରେ ତଫସିଲଭୁକ୍ତ ଜାତି ଏବଂ ଉପଜାତି ବର୍ଗର ପ୍ରତିନିଧିତ୍ୱ ନାହିଁ, କାରଣ ଯେହେତୁ ଗ୍ରେଡେସନ୍ ଲିଷ୍ଟ ତିଆରି କରାଯାଇ ନାହିଁ, ତେଣୁ ସେଥିରେ ଏ ବର୍ଗର ଲୋକମାନଙ୍କର ନାହିଁ। ଏବଂ ସରକାରଙ୍କୁ ମୁଁ ନିବେଦନ କରିବି ଯେ ନୂତନ ଭାବରେ ଗ୍ରେଡେସନ୍ ଲିଷ୍ଟ ତିଆରି କରାଯାଉ ଏବଂ ତଫସିଲଭୁକ୍ତ ଜାତି ଉପଜାତି ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଯେତିକି ଆନୁପାତିକ ସଂଖ୍ୟା ରହିଛି 38.75 ସେତିକି ଆମକୁ ପଦୋନ୍ନତିରେ ମଧ୍ୟ ଭାଗ ସାମିଲ କରାଯାଉ, ଭାଗ ଦିଆଯାଉ। ଆମର ବହୁତ ପୋଷ୍ଟ ବର୍ତ୍ତମାନ ଖାଲି ପଡ଼ିଛି ଏବଂ ତୁରନ୍ତ ସରକାର ତା ଉପରେ ପଦକ୍ଷେପ ନେଇ ଆମର ଏହି ପଦବୀ ଗୁଡ଼ିକ ପୂରଣ କରାଗଲେ ଆମ ବର୍ଗର ଲୋକମାନେ ଉପକୃତ ହୋଇପାରିବେ। ଧନ୍ୟବାଦ।